2019 ମସିହାରୁ ସଂଘର୍ଷ ଆରମ୍ଭ କରିଥିଲେ ଏମିତି ଜଣେ ମଣିଷ, ଯେଉଁ ସଂଘର୍ଷ ବଳରେ ସେ କେବେ ଆଉ ପଛକୁ ନ ଚାହିଁ ଆଗକୁ ପାଦ ବଢ଼ାଇ ଚାଲିଥିଲେ। ଅନେକ ବାଧା ବିଘ୍ନ ଓ ଆର୍ଥିକ ସମସ୍ୟାକୁ ସାମ୍ନା କରି ନିଜର ସ୍ୱପ୍ନକୁ ଆଗେଇ ନେବା ପାଇଁ ଅଣ୍ଟା ଭିଡ଼ିଥିଲେ ଶ୍ରୀଯୁକ୍ତ ତ୍ରିଲୋଚନ ସାହୁ। କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ଶୈଳ ଝାରପଡ଼ା ଗ୍ରାମରେ ତାଙ୍କର ଜନ୍ମ ହୋଇଥିବା ତ୍ରିଲୋଚନ ମାତ୍ର 21 ବର୍ଷ ବୟସରେ ବିବାହ କରି ଦିଲ୍ଲୀ ଚାଲି ଯାଇଥିଲେ। ସେଠାରୁ ଫେରିବା ପରେ ନିଜ ଜୀବିକା ପାଇଁ ପ୍ରଥମେ ଏକ ଘରୋଇ କମ୍ପାନୀରେ କର୍ମଚାରୀ ଭାବରେ ନିଜର କାର୍ଯ୍ୟ ଆରମ୍ଭ କରନ୍ତି। ମନର ବିଶ୍ୱାସକୁ ନିଜର ସାଥୀ କରି ସେ ଦେଖିଥିଲେ ଜୀବନରେ ଅନେକ କିଛି ନୂଆ କରିବାର ସ୍ୱପ୍ନ, ଯେଉଁ ସ୍ୱପ୍ନ ତାଙ୍କ ଆଖିରୁ ନିଦ ଚୋରି କରିନେଇଥିଲା, ଯେଉଁ ସ୍ୱପ୍ନ ତାଙ୍କୁ ଶୋଇବାକୁ ଜମା ବି ଦେଉନଥିଲା। ଆଉ ଆଜି ସେହି ସ୍ୱପ୍ନ ପାଇଁ ସେ ତାଙ୍କର ଏକ ନିଆରା ପରିଚୟ ଗଢ଼ି ତୋଳିଛନ୍ତି। ସେଦିନ ନିଜ ବନ୍ଧୁଙ୍କ ପାଖରୁ କିଛି ଟଙ୍କାର ସାହାଯ୍ୟ ନେଇ ତ୍ରିଲୋଚନ ବାବୁ ଆଗେଇ ଆସିଥିଲେ ନିଜର ସ୍ୱପ୍ନ ପୂରଣ କରିବା ଦିଗରେ। ମନରେ ଇଚ୍ଛା ଥିଲା ନିଜର ଗୋଟିଏ କମ୍ପାନୀ ତିଆରି କରିବେ। ଆଉ ତାଙ୍କର ସେ ଇଚ୍ଛା ଆରମ୍ଭ ହୋଇଥିଲା କେବଳ ଗୋଟିଏ ଟେବୁଲ ଆଉ ଚେୟାରରୁ। ଯେଉଁ ଜାଗାରେ ବଡ଼ ବଡ଼ ଅଟ୍ଟାଳିକା ଗଢ଼ି ଉଠୁଥିବା କମ୍ପାନୀ ବି ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇବା ପାଇଁ ହାର ମାନନ୍ତି, ସେଠାରେ କେବଳ 2 ପଦ ମିଠା କଥାରେ ସେ ଗ୍ରାହକଙ୍କ ମନ କିଣି ପାରିଥିଲେ। ଆଜି ସେ ତାଙ୍କର ବିଜନେସକୁ ଅନେକ ଆଗକୁ ବଢ଼ାଇ ପାରିଥିବା ବେଳେ ତାଙ୍କର ପରିଶ୍ରମ ଓ ଆତ୍ମନିଷ୍ଠା ବଳରେ ସେ 100ରୁ ଉର୍ଦ୍ଧ୍ୱ ମେସିନ୍ ନିଜ କମ୍ପାନୀରେ ବିକ୍ରି କରିସାରିଛନ୍ତି। ଏହା ସହିତ ସେ ସାଧାରଣ ମଣିଷକୁ ବ୍ୟବସାୟ ଦିଗରେ ଆଗକୁ ବଢ଼ାଇବା ପାଇଁ ପ୍ରେରଣା ଯୋଗାଇ ଦେବା ସହିତ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ନେଇ ଅନେକ କୁଟୀର ଶିଳ୍ପ ପ୍ରସ୍ତୁତ କରିଛନ୍ତି, ଯାହାକୁ ନେଇ ଅନେକ ମହିଳା ଏବେ ଘରେ ବସି ସ୍ୱାବଲମ୍ବୀ ହେବାର ସୁଯୋଗ ପାଇପାରିଛନ୍ତି। ନିଜେ ସଫଳତାର ସିଡ଼ି ଚଢ଼ିବା ସହିତ ଆଜି ଅନେକ ଲୋକଙ୍କୁ ଜୀବିକା ଦେବାରେ ସାହାଯ୍ୟ କରିବାର ହାତ ବଢ଼ାଇଥିବାରୁ ସେ ସବୁବେଳେ ଚର୍ଚ୍ଚାର ପାତ୍ର ସାଜିଛନ୍ତି। ଆଜି ଆମର ଏହି ମଞ୍ଚରେ ତାଙ୍କ ପରି ଜଣେ ପ୍ରତିଭାବାନ ବ୍ୟକ୍ତିକୁ ସମ୍ମାନିତ କରିବାର ସୁଯୋଗ ପାଇ ଧନ୍ୟ ମନେ କରୁଛୁ। ଜୀବନରେ ସେ ଆହୁରି ଆଗକୁ ବଢ଼ନ୍ତୁ ବୋଲି ଭଗବାନଙ୍କ ନିକଟରେ ଆମ A1 ପରିବାର ତରଫରୁ ପ୍ରାର୍ଥନା କରୁଛୁ।